ପଛତୁରିଆ କିଛି ସେବତି ଲଗେଇଥିନି ଯେଉଁଥିରେ ଏବେ ପଛତୁରିଆ କଢ଼ ବି ମଧ୍ୟ ଦେଖିବାକୁ ମିଳିଲାଣି। ତ ସେଥିରେ ଏବେ ଗ୍ରୋଥ୍ ବି ଧୀରେ ଧୀରେ ହେଉଛି ଆଉ ତା ସାଥିରେ ଏକା ସାଥିରେ ମାନେ କଢ଼ ବି ମଧ୍ୟ ଆସୁଛି। ତ ଏଗୁଡ଼ାକ ଛୋଟ ଛୋଟ ଗ୍ରୋ ବ୍ୟାଗ୍‌ରେ ଲାଗିଛି ଯେଉଁଗୁଡ଼ାକ ମୋର ଅଛି 9x9 ଇଞ୍ଚର ଗ୍ରୋ ବ୍ୟାଗ୍। ଏଥିରେ ମୁଁ କୌଣସି ଖତ ବଗେରା କିଛି ବି ଦେଇନି। ଯାହା ଗଛ ଲଗେଇବା ବେଳେ କିଛି ଲିଫ୍ କମ୍ପୋଷ୍ଟ ଦେଇଥିଲି। ତ ସେଇଥିରେ ହିଁ ଭୁରଭୁରି ହେଇଛି ମାଟି ବହୁତ ଭଲ। ତାର ବାକି ଏବେ କୌଣସି ଖତ ଦେଇନି। କିନ୍ତୁ ଖତ ଦେବା ପୂର୍ବରୁ ଆଉ କିଛି କେୟାରିଂ ନେବା ପୂର୍ବରୁ ମୁଁ ପ୍ରଥମେ ତା'ର ପତ୍ର କିଛି ବାଛି ଦେଇଥିଲି। ଯେହେତୁ ଏବେ ଗଛର ପତ୍ର ହେଉଛି ହଳଦିଆ ପଡ଼ିବା ଆରମ୍ଭ ହୋଇଗଲାଣି ଆଉ ଖରା ଅଧିକା ପଡ଼ିଲେ ଗଛର କଢ଼ର ଧରଣ ଅଧିକା ଆସିବ, ମାନେ ଅଧିକା ବାହାରିବ କଢ଼। ତ ସେଇ ହିସାବରେ ଗଛକୁ ଖରା ଦେଉଛି ବୋଲି ଖରା ଯୋଗୁଁ ଗଛର ପତ୍ର ବି ମଧ୍ୟ କଳା ପଡ଼ୁଛି। ତ ସେଇ ଗଛର ପତ୍ର କଳା ପଡ଼ି ବେଳେବେଳେ ଗ୍ଲିସେରିନ୍ ପାଇଁ ଆଉ ମାଟିର ମଏଶ୍ଚର୍ ଖରାପ ରହିଲା। ମାଟିର ମଏଶ୍ଚର୍ କେମିତି ବନେଇ ରଖିବେ? ଯଦି ଏମିତି ମୁଠେ ମୁଠେ ଖତ ଦେଇଦେବେ ଆପଣଙ୍କ ଗଛର ମାଟିର ମଏଶ୍ଚର୍ ବି ବହୁତ ଭଲ ବନି ରହିବ, ପତ୍ର କଳା ପଡ଼ିବନି।